ଆଗାମୀ 4 ଦିନ ରାଜ୍ୟରେ ବଢ଼ିବ ଶୀତ। ହେଲୋ ଫ୍ରେଣ୍ଡ, ନମସ୍କାର, ଶୁଭ ସକାଳ। ଆପଣଙ୍କ ହିନ୍ଦୁ ଆସିବି ଆଜି 5 ଜାନୁଆରୀ। ଚାଲନ୍ତୁ ଜାଣିନେବା ଆଜି ନ୍ୟୁଜ୍। ଆସନ୍ତା 4 ଦିନ ରାଜ୍ୟରେ ଅଧିକ ଶୀତ ଅନୁଭବ ହେବ। ଆଗାମୀ 3 ଦିନ ଫୁଲବାଣୀ ଓ ରାଉରକେଲାରେ ପାରଦ 7 ଡିଗ୍ରୀ ସେଲସିୟସ୍ ହେବାର ସମ୍ଭାବନା ରହିଛି। ରାଜ୍ୟର ଅଧିକାଂଶ ସ୍ଥାନର ରାତି ତାପମାତ୍ରା 12ରୁ 13 ଡିଗ୍ରୀ ତଳକୁ ଖସିବ। ରାଜ୍ୟରେ ଶୀତକୁ ନେଇ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ତେବେ ସପ୍ତାହ ପରେ ଶୀତ ପୂରା କମିଯିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ଶନିବାର ଫୁଲବାଣୀ ଓ ରାଉରକେଲାରେ ରାତି ତାପମାତ୍ରା 7 ଡିଗ୍ରୀ, ଝାରସୁଗୁଡ଼ାରେ 8 ଡିଗ୍ରୀ, ଅନୁଗୁଳରେ 9 ଡିଗ୍ରୀ, ଭବାନୀପାଟଣା ଓ ସୁନ୍ଦରଗଡ଼ରେ 10 ଡିଗ୍ରୀ, କୋରାପୁଟ, ନବରଙ୍ଗପୁର, ବାରିପଦା ଓ ବାଲେଶ୍ୱରରେ 11 ଡିଗ୍ରୀ ରହିବ ବୋଲି ବିଭାଗ ଆକଳନ କରିଛି। ରାଜଧାନୀ ଭୁବନେଶ୍ୱରରେ ରାତି ତାପମାତ୍ରା 13 ଡିଗ୍ରୀ ରହିବ। ପାଣିପାଗ ବିଭାଗ ପୁଣି ଆକଳନ କରିଛି, ସୋମବାରଠାରୁ ରାତି ତାପମାତ୍ରା ସାମାନ୍ୟ ବଢ଼ିବ। କିଛି ସ୍ଥାନରେ ରାତି ତାପମାତ୍ରା 2ରୁ 3 ଡିଗ୍ରୀ ବଢ଼ିବ। ଗୁରୁବାର ପାରଦ ସବୁଠୁ କମ୍ ବା 7.2 ଡିଗ୍ରୀ ଥିଲା। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ସର୍ବପ୍ରଥମେ ଏଭଳି ଟପ୍ ନ୍ୟୁଜ୍ ଜାଣିପାରିବେ।